কারো বউ ହେଇପାରେ ନା, କାହାର ସ୍ତ୍ରୀ ହେଇପାରେ ନା, କାହାର ମା ହେଇପାରେ ନା। ସେଇଟା ଗୋଟାଏ ପର୍ନଷ୍ଟାର। କଣ କରିବେ? ପଛେ ଗୋଟେ ପର୍ନଷ୍ଟାର? ୟେସ୍, ପର୍ନଷ୍ଟାର ଠାରୁ ଆହୁରି ଡେଞ୍ଜରିୟସ୍। ଚୁପ୍ କଣ କହୁଛି? ଶୁଣ, ଭଲରେ ଭଲରେ এই ଜାଗା ଛାଡ଼ି ଚାଲିଯା, ତା ନହେଲେ ଏଠି ପରିସ୍ଥିତି ବହୁତ ଭୟଙ୍କର ହବ। ମୁଁ ତତେ ଚାକିରିରୁ ସସ୍ପେଣ୍ଡ କରିପାରେ। ଆପଣ ମୋତେ ଚାକିରିରୁ ସସ୍ପେଣ୍ଡ କରିବା ଆଗରୁ ଅଲରେଡି ମୁଁ ଆପଣ କମ୍ପାନୀରୁ ରେଜିଗ୍ନେସନ ଲେଟର ଦେଇ ସାରିଛି। ଆପଣ ବି ମନେ ରଖନ୍ତୁ ବୀରଭଦ୍ର ସାମନ୍ତରାୟ, ଅର୍ଥ ରାଜନୀତି ବଳରେ ଆପଣ ସିନା ରଜତ ଦାସର ମର୍ଡର କେସକୁ ଚାପିଦେଲେ, ହେଲେ ସମୟ ଆସିବ ସତ୍ୟର ଝଡ଼ ନିଶ୍ଚୟ ବହିବ। ସେତେବେଳେ ଆପଣଙ୍କୁ ସେ ଗର୍ବ ଅହଙ୍କାର ଦମ୍ଭ ସବୁ ମାଟିରେ ମିଶିଯିବ। ଆଉ ତମେ ବି ଶୁଣି ରଖ, ଏ ନୀଳା ସାମନ୍ତରାୟ କେବେ ସ୍ୱପ୍ନ ଭାଙ୍ଗିଯାଏ ତ କେବେ ରାତି ପାଇଯାଏ, କେବେ ମନ ଭାଙ୍ଗିଯାଏ, କେବେ ପ୍ରେମ ବି ସରିଯାଏ। ଆଉ ସେ ଭଙ୍ଗା ସ୍ମୃତି ମନେ ପକେଇ ଏ ଆଖି ସବୁବେଳେ କାନ୍ଦୁଥାଏ। ତମେ ବି କାନ୍ଦିବ ଆକାଶ ଦାସ, ତମେ ବି ସାରା ଜୀବନ କାନ୍ଦିବ। ନୀଳା ସାମନ୍ତରାୟ, ତମେ ଏ ପିଲାର ଜନ୍ମ ଦେଇଥିଲ। ତୁମ ପିଲାଟି ବଡ଼ ହେବା ପର୍ଯ୍ୟନ୍ତ ସେଇଟା ମାର ଦାୟିତ୍ୱ ଆଉ କର୍ତ୍ତବ୍ୟ। ସେ ଦୃଷ୍ଟିରୁ ତମେ ଜନ୍ମ ଦେଇଥିବା ପିଲାକୁ ତମ ଘର ଚଟାଣରେ ତମରି ଆଗରେ ମୁଁ ଶୁଆଇ ଦେଇ ଯାଉଛି। ଛୋଟ ରକ୍ତକୁ ମୋ ଶୋକେସରେ ମୁଁ କେବେ ସାଇତି ରଖିପାରିବିନି। ଏଇଟାକୁ ନେଇ ମୁଁ ଡଷ୍ଟବିନରେ ଫେଙ୍ଗିଦେବି, ଫେଙ୍ଗିଦେବି ଏଇଟାକୁ। ନାଇଁ, ସେ ଟ୍ରକକୁ କେହି ବି ଛୁଇଁ ପାରିବନି। ଶାଶୁଘରକୁ ପଠେଇବା ପୂର୍ବରୁ କହିଥାନ୍ତି, ଝିଅରେ ଦୁଇଟା ଦୁଇ ଗୁଣ କହିତା। ଅଲକ୍ଷଣୀ ଛୋଟି ଲାଗିଣି ତୋ ମୁହଁ ଚାହିଁବା ପାପ। ତୁ ପୁଣି ମତେ ଉପଦେଶ ଦଉଛୁ? ନାଇଁ ବାବା, ମୁଁ ଉପଦେଶ ଦଉନି, ଜଣେ ବାପାର କର୍ତ୍ତବ୍ୟ କଥା କହୁଛି। କି କର୍ତ୍ତବ୍ୟ କଥା କହୁଛି ମୁଁ ଟିକେ ଶୁଣେ। ରାଜା ଜନକଙ୍କ କର୍ତ୍ତବ୍ୟ କଥା କହୁଛି। ମାତା ସୀତା ଠାକୁରାଣୀ ଯେତେବେଳେ ପ୍ରଭୁ ରାମଚନ୍ଦ୍ରଙ୍କ ହାତ ଧରି ମିଥିଳା ଛାଡ଼ିଥିଲେ, ଏ ଭିତରେ ପ୍ରୀତିମା ପନ୍ନୀ ଶାଶୁ ଘରେ ଚଳିବାକୁ ମତେ କିଛି ଉପଦେଶ ଦବନି। ରାଜା ଜନକ କହିଥିଲେ, ହେ ଦୁହିତା ସୀତା, ଶାଶୁ ଘରେ ତମେ ପତି ଧର୍ମ ପାଳନ କରିବ। ପତି ଧର୍ମ ପାଳନ କରି ମାତା ସୀତା ଠାକୁରାଣୀ ରାଜଭୋଗ ଛାଡ଼ି ପ୍ରଭୁ ରାମଚନ୍ଦ୍ରଙ୍କ ସହିତ 14 ବର୍ଷ ବନବାସ ଯାଇଥିଲେ। କର୍ତ୍ତବ୍ୟ ପାଳନ କରି ଅଶୋକ ବନରେ ରାମ ନାମ ଜପ କରିଥିଲେ। କର୍ତ୍ତବ୍ୟ ପାଳନ କରି ପ୍ରଭୁ ରାମଚନ୍ଦ୍ରଙ୍କ ପାଇଁ ଅଗ୍ନି ପରୀକ୍ଷା ଦେଇଥିଲେ। ହେଲେ ତୁ ପତି ଧର୍ମ ପାଳନ କରିବା ପାଇଁ ନିଜ ମଥାରୁ ସିନ୍ଦୁର ପୋଛି ଦେଲୁ।
পুଅକୁ ନେଇ ଶାଶୁ ଘରକୁ ଫେରି ଯା ତୁ। ଏ ଶୁଣ, ମୁଁ ଚାହୁଁଛି ମୋ ଝିଅ ଏଇଠି ରହିବ। ଡାଡି, ଇଏ ବୋଧେ ଚାହୁଁନି ମୁଁ ଏ ଘରେ ରହେ ବୋଲି। ନାଇଁ ଦିଦି, ମୁଁ ସେ କଥା କହୁନି ଦିଦି। ଆଉ ତାହେଲେ କୋଉ କଥା କହୁଛୁ? ତୁ କଣ ଚାହୁଁଛୁ? ମୋ ଝିଅ ଯାଇ ଗୋଟେ ଛୋଟ ଘରେ ଚାକରାଣୀ ହେଇ ରହିବ? ଏ ଶୁଣ, ମୋ ସଂସାର ଭିତରେ ମୁଣ୍ଡ ନ ପୁରେଇ ଚୁପଚାପ ସେ ଛୁଆଟାକୁ ଦେଇଦେ। ଘର ଭିତରକୁ ଚାଲ। ନାଇଁ, ଆମେ ଘର ଭିତରକୁ ଚାଲ। କୋଉ ଛାଡ଼ି ମୁଁ କେମିତି ଘର ଭିତରକୁ ଯିବି? କେମିତି ଯିବି ମୁଁ? ମରିଯାଉ ସେଇଟା। ସେଇଟା ମରିଗଲେ ମୁଁ ରାଘବକୁ କହିବି ଏଟାକୁ ନେଇ ଡଷ୍ଟବିନରେ ଫିଙ୍ଗି ଦେଇ ଆସେ। ଶୁଣ, ତତେ ଭଲରେ କହୁଛି, ଏସବୁ କଥାରେ ମୁଣ୍ଡ ନ ପରେଇ ତୁ ଘର ଭିତରକୁ ଚାଲ। ଚାଲ କହୁଛି। ଏ ମା, ଚାଲ। ନାଇଁ ଦିଦି, ପୁଅକୁ ଛାଡ଼ି ମୁଁ କେମିତି ଘର ଭିତରକୁ ଯିବି ଲୋ? କେମିତି ଘର ଭିତରକୁ ଯିବି? ଦିଦି, ମା ଖାଲି ଗୋଟେ ଶବ୍ଦ ନୁହଁ, ମା ହଉଛି ଗୋଟେ ଅଭିଧାନ। ଏ ଦୁନିଆରେ ସ୍ନେହ, ପ୍ରେମ, ସମ୍ପର୍କ ସବୁ ମିଛ ହୋଇଯାଇପାରେ, ହେଲେ ମାର ସ୍ନେହ, ମାର ଭଲ ପାଇବା, ମାର ସମ୍ପର୍କ ଏ ସମ୍ପର୍କଟାର 10 ମାସ 10 ଦିନ ଅଧିକା ହୋଇଥାଏ। 10 ମାସ 10 ଦିନ ଗର୍ଭରେ ଧରି ଜନ୍ମ ଦେଇଛୁ ସିନା, ହେଲେ ମାତୃତ୍ୱର ମୂଲ୍ୟ ଏଯାଏଁ ବୁଝିନୁ। ଆଉ ଯୋଉଦିନ ବୁଝିବୁ, ସେଥିରେ ତ କୋଳରେ ଥିବ ବାତ୍ସଲ୍ୟର ମମତା, ନା ତ ଛାତିରେ ଥିବ ମାତୃତ୍ୱର ବାସ୍ନା। କିଛି ନଥିବ ନା ଦିଦି, ତୋ ପାଖରେ କିଛି ବି ନଥିବ, କିଛି ନଥିବ। ମୁଁ ଏଲିନା ସାମନ୍ତରାୟ। ମାତୃତ୍ୱର ଲୋଭ ଦେଖି ମୋତେ ଇମୋସନାଲ ବ୍ଲାକମେଲ କରିବା ପାଇଁ ଚେଷ୍ଟା କରେ। ଏ ଶୁଣ, তোর যদি ছুয়া প্রতি এতে স্নেহ মমতা উচ্ছলি পড়ছি, তাহলে যা মো শাশু ঘরକୁ যা। সেটি রহিলে তুই জানিপারিবু কেতে কষ্ট ও কেতে যন্ত্রণা। ଯିବି ନା ଦିଦି, ତୋ ପୁଅକୁ ଧରି ତୋ ଶାଶୁ ଘରକୁ ମୁଁ ନିଶ୍ଚୟ ଯିବି। ଆଉ ଗୋଟେ ବୋହୂର ଅଭିନୟ କରି ବୁଝେଇ ଦେବି ବୋହୂ କାହାକୁ କୁହାଯାଏ। ଠିକ ଅଛି, ଖାଲି ଖାଲି କାଇଁ ଯିବୁ? ହାତରେ ଶଙ୍ଖା ଆଉ ମଥାରେ ସିନ୍ଦୁର ପିନ୍ଧି ଦେଇ ଯା। ଆଉ ତୋ ଫେରିବା ବାଟକୁ ମୁଁ ଏଠି ଚାହିଁ ବସିଥିବି। ନାଇଁ ନା ଦିଦି, ତୁ କାହିଁକି ମୋ ଫେରିବା ବାଟକୁ ଅନେଇ ବସିବୁ? पर ମୁଁ ତ ଫେରିବା ବାଟକୁ ଅନେଇ ବସିବି। କହୁଥିଲା ତୁ ତ ସଂସାରକୁ ଫେରୁଛୁ, ଆଉ ପୁଅକୁ କୋଳରେ ଧରି କହିବୁ ଏଠି କାନ୍ଦିଲେ ଶୁଣିବ କିଏ?